ଆଜି ପରମେଶ୍ୱର ପୃଥିବୀକୁ ଦଣ୍ଡ ଦେବେ ଶୀର୍ଷକ ଉପଦେଶ ସହିତ ଆସନ୍ତୁ ଆମେ ଯିଶାୟର ଭବିଷ୍ୟବାଣୀ ଅଧ୍ୟୟନ କରିବା ଏବଂ ଏହାର କାରଣ ବିଚାର କରିବା ଯେ କାହିଁକି ପରମେଶ୍ୱର ଜଗତର ନ୍ୟାୟ କରୁଅଛନ୍ତି। ଆସନ୍ତୁ ଆମେ ଯିଶାୟ ଅଧ୍ୟାୟ 24 ପଦ 1 ଦେଖିବା। ଦେଖ, ସଦାପ୍ରଭୁ ପୃଥିବୀକି ଶୂନ୍ୟ ଓ ଉଜାଡ଼ କରୁଅଛନ୍ତି, ଆଉ ତାହା ଓଲଟାଇ ତହିଁର ନିବାସୀମାନଙ୍କୁ ଛିନ୍ନ ଭିନ୍ନ କରୁଅଛନ୍ତି। ତହିଁରେ ଯେପରି ଲୋକମାନଙ୍କର ସେପରି ଯାଜକର, ଯେପରି ଦାସର ସେପରି ତାହାର କର୍ତ୍ତାର, ଯେପରି ଦାସୀର ସେପରି ତାହାର କର୍ତ୍ତୀର, ଯେପରି କ୍ରୟକାରୀର ସେପରି ବିକ୍ରୟକାରୀର, ଯେପରି ମହାଜନର ସେପରି ଖାତକର, ଯେପରି ସୁଧଗ୍ରାହୀର ସେପରି ସୁଧଦାତାର ପ୍ରତି ଘଟିବ। ପୃଥିବୀ କିପରି ହେବ? ସମ୍ପୂର୍ଣ୍ଣ ରୂପେ ଶୂନ୍ୟ ଓ ସମ୍ପୂର୍ଣ୍ଣ ରୂପେ ଲୁଟିତ ହେବ, କାରଣ ସଦାପ୍ରଭୁ ଏହି କଥା କହିଅଛନ୍ତି। ଏହା ଆମେ କହିନାହୁଁ ଯେ ପୃଥିବୀ ବିନଷ୍ଟ ହୋଇଯିବ। ପରମେଶ୍ୱର ନିଜେ ଏହି କଥା କହିଅଛନ୍ତି। ପଦ 4, ପୃଥିବୀ ଶୋକ କରି ନିସ୍ତେଜ ହେଉଅଛି, ଜଗତ ମ୍ଳାନ ହୋଇ ନିସ୍ତେଜ ହେଉଅଛି। ପୃଥିବୀର ଉଚ୍ଚ ଲୋକମାନେ ମ୍ଳାନ ହୁଅନ୍ତି। ପୃଥିବୀ ତନ୍ନିବାସୀମାନଙ୍କ ପଦ ତଳେ ଅପବିତ୍ର ହୋଇଅଛି। ଏହାର କାରଣ କ'ଣ? ସେମାନେ କାହାର ଲଙ୍ଘନ କରିଅଛନ୍ତି? କାରଣ ସେମାନେ ବ୍ୟବସ୍ଥା ସବୁ ଲଙ୍ଘନ କରିଅଛନ୍ତି, ବିଧି ଅନ୍ୟଥା କରିଅଛନ୍ତି, ଅନନ୍ତ କାଳସ୍ଥାୟୀ ନିୟମ ଭାଙ୍ଗିଅଛନ୍ତି। ପଦ 6, ଏହେତୁ ଅଭିଶାପ ପୃଥିବୀକି ଗ୍ରାସ କରିଅଛି ଓ ତନ୍ନିବାସୀଗଣ ଅପରାଧୀ ହୋଇଅଛନ୍ତି। ତହିଁ ନିମନ୍ତେ ପୃଥିବୀ ନିବାସୀମାନେ ଦଗ୍ଧ ହୋଇଅଛନ୍ତି ଓ ଅଳ୍ପ ଲୋକ ଅବଶିଷ୍ଟ ଅଛନ୍ତି। ନୂତନ ଦ୍ରାକ୍ଷାରସ ଶୋକ କରୁଅଛି, ଦ୍ରାକ୍ଷାଲତା ମ୍ଳାନ ହେଉଅଛି। ପ୍ରଫୁଲ୍ଲଚିତ୍ତ ସମସ୍ତେ ଦୀର୍ଘ ନିଶ୍ୱାସ ଛାଡ଼ୁଅଛନ୍ତି। ତବଲାର ଆମୋଦ ନିବୃତ୍ତ ହେଉଅଛି, ଉଲ୍ଲାସକାରୀମାନଙ୍କର ଧ୍ୱନି ଶେଷ ହେଉଅଛି, ବୀଣାର ଆନନ୍ଦ ନିବୃତ୍ତ ହେଉଅଛି। ପଦ 11ରେ ଏହା କହିଥାଏ ଯେ ସମସ୍ତ ଆମୋଦ ନିଷିଦ୍ଧ ହୋଇଅଛି। ଏବଂ ପଦ 13ରେ ଲେଖା ଅଛି ଯେ ପୃଥିବୀର ଗୋଷ୍ଠୀୟମାନଙ୍କ ମଧ୍ୟରେ ଏପରି ଘଟିବ। ଯିଶାୟ ଅଧ୍ୟାୟ 24ର ମୁଖ୍ୟ ବିଷୟ ହେଉଛି ପୃଥିବୀ ପରମେଶ୍ୱରଙ୍କ ଦ୍ୱାରା ଦଣ୍ଡିତ ହେବ। ଆମ୍ଭମାନଙ୍କୁ ଏହାର କାରଣ ବୁଝିବା ଆବଶ୍ୟକ। ସମସ୍ତ ମନୁଷ୍ୟ ପାପୀ ଆତ୍ମା ଅଟନ୍ତି, ଯେଉଁମାନଙ୍କୁ ଆଶ୍ରୟ ନଗର ଏହି ପୃଥିବୀକୁ ନିର୍ବାସିତ କରାଯାଇଥିଲା। ପରମେଶ୍ୱର ପାପୀ ଆତ୍ମାମାନଙ୍କୁ ଅନୁତାପ କରିବାର ସୁଯୋଗ ଦେଇଅଛନ୍ତି। ପରମେଶ୍ୱରଙ୍କ ନିୟମ ଏବଂ ବ୍ୟବସ୍ଥାରେ ପାପର କ୍ଷମା ମଧ୍ୟ ସାମିଲ ଅଛି। କିନ୍ତୁ ସେମାନେ ବ୍ୟବସ୍ଥା ଏବଂ ନିୟମକୁ ଭାଙ୍ଗିଦେଲେ ଏବଂ ଏହାକୁ ଲଙ୍ଘନ କରିଅଛନ୍ତି। ତେବେ ଏହାର ପରିଣାମ କ'ଣ ହେବ? ନୂତନ ନିୟମ ମାଧ୍ୟମରେ ପରମେଶ୍ୱର ମାନବ ଜାତିଙ୍କୁ ସେମାନଙ୍କର ଗମ୍ଭୀର ପାପରୁ କ୍ଷମା ପାଇବାର ସୁଯୋଗ ଦେଲେ, କିନ୍ତୁ ସେମାନେ ଏହାକୁ ଅସ୍ୱୀକାର କଲେ। ଏହା ଛଡ଼ା ଶତ୍ରୁ ଶୈତାନ କ'ଣ କଲା? ଶୈତାନ ଚତୁରତାର ସହିତ ପରମେଶ୍ୱରଙ୍କ ନିର୍ଦ୍ଧାରିତ ସମୟ ଏବଂ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେଲା, ଯେପରିକି ଲୋକମାନେ ତାହା ପାଳନ କରିପାରିବେ ନାହିଁ। ଏହି କାରଣରୁ ପରମେଶ୍ୱର ମାନବ ଜାତିଙ୍କୁ ଅନୁତାପ ପ୍ରତି ମାର୍ଗଦର୍ଶନ କରିବା ନିମନ୍ତେ ପ୍ରତ୍ୟେକ ଯୁଗରେ ଆପଣ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ ଏବଂ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ପ୍ରୟାସ କଲେ, କିନ୍ତୁ ସେମାନେ ଶୁଣିଲେ ନାହିଁ। ଏପରି ଭାବେ ସେମାନେ କ'ଣ କଲେ? ଯଦିଓ ସେ ସ୍ୱର୍ଗଦୂତ ଏବଂ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ, କିନ୍ତୁ ସେମାନେ ଶୁଣିଲେ ନାହିଁ। ଏହିପରି ପରମେଶ୍ୱର ସ୍ୱୟଂ ଅନ୍ତିମ ଦିନରେ ମାନବ ଜାତିକୁ ସିଧାସଳଖ ଭାବେ ଶିକ୍ଷା ଦେବା ନିମନ୍ତେ ଏହି ପୃଥିବୀକୁ ଆସିଲେ। ସେ ମାନବ ଜାତିଙ୍କୁ କହିଲେ, ତୁମେ ସମସ୍ତେ ଯେଉଁମାନେ ଆତ୍ମିକ ରୂପରେ ତୃଷିତ, ମୋ ନିକଟକୁ ଆସ ଓ ଜୀବନଦାୟକ ଜଳ ପାନ କର। ପବିତ୍ର ଆତ୍ମାଙ୍କ ଯୁଗ ହେଉଛି ଶେଷ ସୁଯୋଗ, ଯେତେବେଳେ ଆତ୍ମା ଏବଂ କନ୍ୟା ମାନବ ଜାତିକୁ ଆହ୍ୱାନ କରନ୍ତି। ମାନବ ଜାତିକୁ ରକ୍ଷା କରିବା ପାଇଁ ପରମେଶ୍ୱର ପିତାଙ୍କ ଯୁଗରେ ପଶୁ ବଳିର ବ୍ୟବହାର କରିଥିଲେ। ନୂତନ ନିୟମର ଯୁଗରେ ସେ ଏହି ପୃଥିବୀକୁ ଆସିଲେ ଏବଂ ତାହାଙ୍କ ପ୍ରଥମ ଆଗମନ ସମୟରେ 3 ବର୍ଷ ପର୍ଯ୍ୟନ୍ତ ଏବଂ ତାହାଙ୍କ ଦ୍ୱିତୀୟ ଆଗମନ ସମୟରେ 37 ବର୍ଷ ପର୍ଯ୍ୟନ୍ତ ନୂତନ ନିୟମର ପ୍ରଚାର କଲେ। ଯଦି ସଂସାର ବର୍ତ୍ତମାନ ସୁଦ୍ଧା ନ ଫେରିବ, ତେବେ ଆଉ ସୁଯୋଗ ନାହିଁ। ପରମେଶ୍ୱର ସେମାନଙ୍କୁ ପିତାଙ୍କ ଯୁଗରେ ଏବଂ ପୁତ୍ରଙ୍କ ଯୁଗରେ ସୁଯୋଗ ଦେଇଥିଲେ।
ପବିତ୍ର ଆତ୍ମାଙ୍କ ଯୁଗରେ ପରମେଶ୍ୱର ଶେଷ ସୁଯୋଗ ଦେଇଅଛନ୍ତି, କିନ୍ତୁ ଯଦି ଲୋକମାନେ ଏହାକୁ ମଧ୍ୟ ଅସ୍ୱୀକାର କରନ୍ତି ତେବେ କ'ଣ ହେବ? ପୃଥିବୀ ଶୂନ୍ୟ ଏବଂ ଉଜାଡ଼ ହୋଇଯିବ। ଏପରି ଅଘଟଣା ଘଟିବ। ଆମ୍ଭମାନଙ୍କ ପରମେଶ୍ୱର ପ୍ରେମରେ ପରିପୂର୍ଣ୍ଣ ଅଟନ୍ତି। କ'ଣ ସେ କ୍ରୋଧ କରିବାରେ ଧୀର ନୁହନ୍ତି କି? ପରମେଶ୍ୱର ଦୟାଳୁ ଅଟନ୍ତି ଏବଂ କ୍ରୋଧ କରିବାରେ ଧୀର ଅଟନ୍ତି। ଲୋକମାନଙ୍କ ଅନୁତାପ ନିମନ୍ତେ ସେ ବିଭିନ୍ନ ଘଟଣାଗୁଡ଼ିକର ନେତୃତ୍ୱ କଲେ ଏବଂ ଏପରିକି ଶରୀରରେ ଏହି ପୃଥିବୀକୁ ଆସିଲେ। ସେ ସୋଦୋମ ଓ ଗମୋରା ସହିତ ନୋହଙ୍କ ଉଦାହରଣର ସୃଷ୍ଟି କଲେ ଏବଂ ପାପ କ୍ଷମାର ମାର୍ଗ ଉନ୍ମୁକ୍ତ କଲେ। କିନ୍ତୁ ଲୋକମାନେ ଏହାକୁ ଗ୍ରହଣ କରୁନାହାନ୍ତି। ତେବେ କ'ଣ ହେବ? ପୃଥିବୀକୁ ଦଣ୍ଡ ଦିଆଯିବ ଏବଂ ବିନାଶ କରାଯିବ। ଯଦି ଆମେ କେବଳ ଏହି ଅନୁଚ୍ଛେଦକୁ ଦେଖିବା ତେବେ ଆମେ ଭୁଲରେ ଚିନ୍ତା କରିପାରିବା, କ'ଣ ପରମେଶ୍ୱର ନିର୍ଦ୍ଦୟ ନୁହନ୍ତି କି? କିନ୍ତୁ ପ୍ରକୃତରେ ପରମେଶ୍ୱର କ୍ରୋଧ କରିବାରେ ବହୁତ ଧୀର ଅଟନ୍ତି। କିନ୍ତୁ ଏହି ପୃଥିବୀର ନିବାସୀମାନେ ବିଦ୍ରୋହୀ ଅଟନ୍ତି। ସେମାନେ ପରମେଶ୍ୱରଙ୍କ ନିୟମକୁ ତୁଚ୍ଛ ମନେ କରନ୍ତି। ସେମାନେ ସହଜରେ କୁହନ୍ତି, ମୁଁ ପରମେଶ୍ୱରଙ୍କ ନିୟମ ମାନିବା ଅପେକ୍ଷା ତାହାଙ୍କ ଉପରେ ବିଶ୍ୱାସ ନ କରିବା ପସନ୍ଦ କରିବି। ଏହିପରି ଭାବେ ସେମାନଙ୍କ ପାଇଁ ଆଉ କୌଣସି ସୁଯୋଗ ନାହିଁ। ପରମେଶ୍ୱର ପିତାଙ୍କ ଯୁଗରେ ଏବଂ ପୁତ୍ରଙ୍କ ଯୁଗରେ ମାନବ ଜାତି ପାଇଁ ଅପେକ୍ଷା କରିଥିଲେ। ଯେହେତୁ ସେମାନେ ପବିତ୍ର ଆତ୍ମାଙ୍କ ଯୁଗରେ ମଧ୍ୟ ଅସ୍ୱୀକାର କରୁଅଛନ୍ତି, ତେଣୁକରି ପରମେଶ୍ୱର ବର୍ତ୍ତମାନ ସେମାନଙ୍କୁ ଆଉ ତାହାଙ୍କ ଅନୁଗ୍ରହ ପ୍ରଦାନ କରିପାରିବେ ନାହିଁ। ଏହା ଏଥିପାଇଁ ଅଟେ କାରଣ ପରମେଶ୍ୱର ଚାହାନ୍ତି ଯେ ତାହାଙ୍କ ଅନୁତାପଶୀଳ ସନ୍ତାନମାନେ ସ୍ୱର୍ଗରାଜ୍ୟକୁ ଫେରି ଆସନ୍ତୁ। ଯେଉଁମାନେ ପରମେଶ୍ୱରଙ୍କ ଇଚ୍ଛାକୁ ବୁଝିପାରନ୍ତି ନାହିଁ, ସେମାନେ କହିପାରନ୍ତି, କ'ଣ କେବଳ ଏଥିପାଇଁ ପରମେଶ୍ୱରଙ୍କୁ ଏହା କରିବାର ଆବଶ୍ୟକତା ଅଛି କାରଣ ଆମେ ତାହାଙ୍କ ବ୍ୟବସ୍ଥା ପାଳନ କରୁନାହୁଁ? କିନ୍ତୁ କ'ଣ ଆମେ ସେହି ସ୍ୱର୍ଗଦୂତ ନୁହଁ ଯେଉଁମାନେ ଅକ୍ଷମ୍ୟ ପାପ କଲୁ ଏବଂ ଏହି ପୃଥିବୀକୁ ପକାଇ ଦିଆଗଲୁ? ପରମେଶ୍ୱର କ୍ରମାଗତ ଭାବରେ ମାନବ ଜାତିକୁ ବାର୍ତ୍ତା ପଠାନ୍ତି, ଯାହା ଦର୍ଶାଏ ଯେ ସେ ସେମାନଙ୍କୁ କେତେ ପ୍ରେମ କରନ୍ତି। ସେଥିପାଇଁ ସେ କୁହନ୍ତି, ଆପଣା ପାପର କ୍ଷମା ପ୍ରାପ୍ତ କରିବା ପାଇଁ ଏହି ପଥରେ ଚାଲ। ସେଥିପାଇଁ ପରମେଶ୍ୱର ଆମ୍ଭମାନଙ୍କୁ ଯେଉଁ ବ୍ୟବସ୍ଥାଗୁଡ଼ିକ ଦେଇଅଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହା କିଛି ଏପରି ନୁହେଁ ଯାହାକୁ ଆମେ ତାହାଙ୍କ ଗୌରବ ଭାବରେ ଅନିଚ୍ଛାକୃତ ଭାବରେ କରିବା ଉଚିତ। କ'ଣ ମୋତେ ବିଶ୍ରାମ ଦିନରେ ଚର୍ଚ୍ଚକୁ ଯିବା ଉଚିତ କି ନାହିଁ? ମୁଁ ଟିକିଏ ବିରକ୍ତ ଅନୁଭବ କରୁଅଛି। କ'ଣ ମୋତେ ସତରେ ଯିବା ଉଚିତ? ଯଦି କେହି ଏପରି ଚିନ୍ତା କରେ ତେବେ ସେମାନେ ଏହି ମାମଲା ବିଷୟରେ ଚିନ୍ତା କରିବା ଉଚିତ ଯାହା ସ୍ୱର୍ଗରୁ ଚାଲି ଆସିଅଛି। ସେମାନେ ଏହା ବୁଝିବା ଆବଶ୍ୟକ ଯେ ପରମେଶ୍ୱର ବ୍ୟବସ୍ଥା ଉପରେ କାହିଁକି ଗୁରୁତ୍ୱ ଦିଅନ୍ତି। ଏହା ଲେଖା ଅଛି ଯେ ପୃଥିବୀ ଶୂନ୍ୟ ଓ ଉଜାଡ଼ ହୋଇଯିବ। ପ୍ରଥମ ଯୋହନ ଅଧ୍ୟାୟ 4ରେ ଲେଖା ଅଛି, ପରମେଶ୍ୱର ପ୍ରେମ ଅଟନ୍ତି। ପରମେଶ୍ୱର ଅସୁବିଧାଗୁଡ଼ିକର ସମ୍ମୁଖୀନ ହେବାକୁ ସଂକୋଚ ପ୍ରକାଶ କଲେ ନାହିଁ ଏବଂ ଏପରିକି ସେ ତାହାଙ୍କ ସନ୍ତାନଗଣଙ୍କ ନିମନ୍ତେ କ୍ରୁଶ ଉପରେ ନିଜ ରକ୍ତକୁ ଝରାଇଲେ, ଯଦିଓ ସେ ପାପରହିତ ଥିଲେ। ପ୍ରେମର ପରମେଶ୍ୱର ଯିଶାୟ ଅଧ୍ୟାୟ 24ରେ ଏହି ଗମ୍ଭୀର ଭବିଷ୍ୟବାଣୀଗୁଡ଼ିକ କାହିଁକି ଲେଖିଲେ? ସମସ୍ତ ଲୋକ ପରମେଶ୍ୱରଙ୍କ ଆଜ୍ଞା କେବଳ ଏହି ବିଷୟରେ ନୁହେଁ ଯେ ବିଶ୍ରାମ ଦିନ ଶନିବାର ଅଟେ। ଯେହେତୁ ପରମେଶ୍ୱରଙ୍କ ଇଚ୍ଛା ଏହା ମଧ୍ୟରେ ଅଛି, ତେଣୁକରି ଯେଉଁମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ନାହିଁ, ସେମାନେ ସେହି ଅନୁଗ୍ରହକୁ ଅସ୍ୱୀକାର କରନ୍ତି ଯାହା ପରମେଶ୍ୱର ସେମାନଙ୍କୁ ଦେଇଅଛନ୍ତି। ଅନ୍ୟ ଅର୍ଥରେ କହିବାକୁ ଗଲେ, ପରମେଶ୍ୱରଙ୍କୁ ଆମ୍ଭମାନଙ୍କ ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ନାହିଁ, ଯେଉଁମାନେ ସ୍ୱର୍ଗରେ ପାପ କଲେ ଏବଂ ଏହି ପୃଥିବୀକୁ ପକାଇ ଦିଆଗଲେ। କିନ୍ତୁ ସେ ଆମ୍ଭମାନଙ୍କୁ ଦୟା କଲେ, ଶରୀରରେ ଏହି ପୃଥିବୀକୁ ଆସିଲେ ଏବଂ ନିରନ୍ତର ପରିତ୍ରାଣର ବାର୍ତ୍ତା ପ୍ରଚାର କଲେ। ପରମେଶ୍ୱର ସେହି ସବୁ କିଛି କରିଅଛନ୍ତି ଯାହା ସେ କରିପାରିଥାନ୍ତେ। ବାଇବଲରେ ଏହାକୁ କେବଳ ବ୍ୟବସ୍ଥା ଏବଂ ନିୟମ ଭାବରେ ରେକର୍ଡ କରାଯାଇଅଛି। କିନ୍ତୁ କ'ଣ ସେଥିରେ ପରମେଶ୍ୱରଙ୍କ ଅସୀମ ପ୍ରେମ ଏବଂ ଦୟା ନାହିଁ କି? ତଥାପି ମାନବ ଜାତି ତାହାଙ୍କୁ ଅସ୍ୱୀକାର କରିଥାନ୍ତି। ଧରି ନିଅନ୍ତୁ, ଆପଣଙ୍କ ପାଖରେ ସୁସ୍ୱାଦୁ ଭୋଜନ ଅଛି ଏବଂ ଭଲ ଉଦ୍ଦେଶ୍ୟ ସହିତ ଆପଣ ଆପଣଙ୍କ ପଡ଼ୋଶୀଙ୍କୁ କହିଥାନ୍ତି, କ'ଣ ଆପଣ ଏହାକୁ ଖାଇବାକୁ ଚାହୁଁଛନ୍ତି କି? କିନ୍ତୁ ଉତ୍ତର ଆସିଥାଏ, ମୋତେ ଦରକାର ନାହିଁ।
କିଛି ସମୟ ପରେ ଆପଣ ସେମାନଙ୍କୁ ପୁଣି ଥରେ ପଚାରନ୍ତି କିନ୍ତୁ ସେମାନେ ମନା କରିଦିଅନ୍ତି। ସମସ୍ତ ଲୋକ ଯଦି ଆପଣଙ୍କୁ ବାରମ୍ବାର ଅସ୍ୱୀକାର କରାଯାଏ ତେବେ ଆପଣ କ'ଣ କରିବେ? କ'ଣ ଆପଣ ସେମାନଙ୍କ ସହ ପୁଣି ଥରେ ଭାଗ କରିବାକୁ ଚାହିଁବେ କି ପରମେଶ୍ୱରଙ୍କ ସହିତ ମଧ୍ୟ ସମାନ ଅଟେ? ଅନେକ ବର୍ଷ ଧରି ପରମେଶ୍ୱର ତାହାଙ୍କ ଭବିଷ୍ୟଦ୍ବକ୍ତାମାନଙ୍କୁ ପଠାଇଲେ ଏବଂ ଏହା ଚିନ୍ତା କରି ବ୍ୟବସ୍ଥା ସ୍ଥାପନ କଲେ ସେମାନଙ୍କର ଅନୁତାପ ନିମନ୍ତେ କେଉଁ ଉପାୟ ଅଧିକ ଭଲ ହେବ। ଶେଷରେ କ'ଣ ସେ କ୍ରୁଶରେ ନିଜକୁ ବଳିଦାନ ହେବାକୁ ପସନ୍ଦ କଲେ ନାହିଁ କି? ନିଜ ବହୁମୂଲ୍ୟ ରକ୍ତ ଦ୍ୱାରା ସେ ନୂତନ ନିୟମ ନାମକ ମାର୍ଗ ପ୍ରସ୍ତୁତ କଲେ ଯାହାଦ୍ୱାରା ମାନବ ଜାତି ସ୍ୱର୍ଗକୁ ଫେରିପାରିବେ। କିନ୍ତୁ ଯଦି ସେମାନେ ଏହାକୁ ସ୍ୱୀକାର ନ କରନ୍ତି ତେବେ ଅନ୍ୟ କୌଣସି ଉପାୟ ନାହିଁ। ଯେହେତୁ ଅଭିଶାପ ପୃଥିବୀକି ଗ୍ରାସ କରିଅଛି ଆଉ ତାହାର ଲୋକମାନଙ୍କର କ'ଣ ହେବ? ତନ୍ନିବାସୀ ଗଣ ଅପରାଧୀ ହୋଇଅଛନ୍ତି। ଆମେ କିପରି ଜାଣିପାରିବା ଯେ ସେମାନେ ପରମେଶ୍ୱରଙ୍କ ଅନୁଗ୍ରହକୁ ଅସ୍ୱୀକାର କରିଦେଲେ? ଏହା ସେମାନଙ୍କ କାର୍ଯ୍ୟ ମାଧ୍ୟମରେ ହୋଇଥାଏ। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥା ଏବଂ ନିୟମର ଲଙ୍ଘନ କରିଅଛନ୍ତି। ସିଓନର ଲୋକମାନଙ୍କ ଛଡ଼ା ଅନ୍ୟ ସମସ୍ତେ ଏହିପରି କାର୍ଯ୍ୟ କରନ୍ତି। କ'ଣ ଏଥିପାଇଁ ଏହା ଲେଖା ନାହିଁ ଯେ ସିଓନରେ ପରିତ୍ରାଣ ଏବଂ ଅନନ୍ତ ଜୀବନ ଅଛି? ପରମେଶ୍ୱର କୁହନ୍ତି, ଯଦି ତୁମେ ଆମ୍ଭର ପ୍ରଜା ଅଟ ତେବେ ଶୀଘ୍ର ସିଓନକୁ ଫେରି ଆସ। ଯେଉଁମାନେ ସିଓନରେ ପ୍ରବେଶ କରନ୍ତି ନାହିଁ ସେମାନେ ଗୋଟିଏ ବିଷୟକୁ ସୂଚାଇ ଦିଅନ୍ତି ଯେ ପରମେଶ୍ୱରଙ୍କ ଇଚ୍ଛାକୁ ଅସ୍ୱୀକାର କରିବା ସେମାନଙ୍କର ଦୃଢ଼ ସଂକଳ୍ପ ଅଟେ। ଏଥିପାଇଁ ସେମାନଙ୍କର ନ୍ୟାୟ କରାଯିବ ଏବଂ ସେମାନଙ୍କ ମୂଳ ପାପ ନିମନ୍ତେ ସେମାନଙ୍କୁ ଦଣ୍ଡିତ କରାଯିବ। ଯେତେବେଳେ ଆମେ ଆମ ଚାରିପାଖରେ ଯୁଦ୍ଧ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଭୂମିକମ୍ପ ପରି ଘଟୁଥିବା ସଂକେତଗୁଡ଼ିକୁ ଦେଖିଥାଉ ତେବେ କ'ଣ ଆମେ ଏହା ବୁଝିପାରୁନାହୁଁ ଯେ ଆମ୍ଭମାନଙ୍କୁ ଯାଇ ସେମାନଙ୍କୁ ପରମେଶ୍ୱରଙ୍କ ନିୟମ ଏବଂ ବ୍ୟବସ୍ଥାଗୁଡ଼ିକୁ ଶିକ୍ଷା ଦେବା ଉଚିତ? ଆମ୍ଭମାନଙ୍କୁ ନିଷ୍ଠାର ସହ ପ୍ରଚାର କରିବା ଆବଶ୍ୟକ। ମାନବ ଜାତିଙ୍କୁ ଏହା କହୁଥାଏ ଧନ୍ୟବାଦର ହୃଦୟ ସହିତ ପରମେଶ୍ୱରଙ୍କ ନିକଟକୁ ଆସିବା ଉଚିତ ବା ଏହିପରି ଭାବରେ ଆମକୁ କ୍ଷମା କରାଯାଇପାରିବ। କିନ୍ତୁ ଏହା ପରିବର୍ତ୍ତେ ସେମାନେ ଏହା କହୁଥାଇ ମନା କରନ୍ତି, ମୋ ପାଖରେ ସମୟ ନାହିଁ। ଶୟତାନ ଏହାକୁ ଏପରି ଭାବରେ ତିଆରି କଲା ଯାହାଦ୍ୱାରା ସ୍ୱର୍ଗୀୟ ପାପୀମାନେ ପାପର କ୍ଷମାର ବାର୍ତ୍ତାକୁ ଅସ୍ୱୀକାର କରିଦିଅନ୍ତୁ। ସେ ଚତୁରତାର ସହ ନିର୍ଦ୍ଧାରିତ ସମୟ ଏବଂ ବ୍ୟବସ୍ଥାକୁ ବଦଳାଇ ଦେଲା। ପାପର କ୍ଷମାର ଅନୁଗ୍ରହପୂର୍ଣ୍ଣ ମାର୍ଗକୁ ଅନୁସରଣ କରିବା ଯାହା ପରମେଶ୍ୱର ମାନବ ଜାତିକୁ ଦେଇଅଛନ୍ତି ଜୀବନ ଅତିବାହିତ କରିବାର ସର୍ବୋତ୍ତମ ମାର୍ଗ ଅଟେ। ବ୍ୟବସ୍ଥା ଏବଂ ଅନନ୍ତକାଳ ସ୍ଥାୟୀ ନିୟମ ଶବ୍ଦଟି ବାରମ୍ବାର କାହିଁକି ଦେଖାଯାଏ? ଏହା ମାନବ ଜାତିଙ୍କୁ ପାପର କ୍ଷମା ପ୍ରାପ୍ତ କରିବା ନିମନ୍ତେ ଏକ ବିଶେଷ ସୁଯୋଗ ଅଟେ ଯେଉଁମାନେ ସ୍ୱର୍ଗରେ ଅନନ୍ତ ମୃତ୍ୟୁର ଯୋଗ୍ୟ ପାପ କରିଥିଲେ। ତଥାପି ଯେହେତୁ ସେମାନେ କହୁଅଛନ୍ତି ମୁଁ ସେମାନଙ୍କର ପାଳନ କରିବି ନାହିଁ, ମୁଁ ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ଅଛି, ଏଥିପାଇଁ କ'ଣ ସେମାନେ ପରମେଶ୍ୱରଙ୍କ ଉତ୍ତମ ଇଚ୍ଛାର ବିରୋଧ କରୁନାହାନ୍ତି କି? ଆମେ ଏହି ଜଗତର କୌଣସି ବିଷୟ ଦ୍ୱାରା ସ୍ୱର୍ଗରେ କରିଥିବା ପାପର ପରିଶୋଧ କରିପାରିବୁ ନାହିଁ। ଯେତେବେଳେ ଆତ୍ମା ଏବଂ କନ୍ୟା ଡାକନ୍ତି ତେବେ ଯେଉଁମାନେ ଅନୁତାପ କରନ୍ତି ସେମାନେ ଏହା କହୁଥାଏ ଶୀଘ୍ର ଆସିବା ଉଚିତ, ମୁଁ ଅନୁତାପ କରୁଅଛି। ଦୟାକରି ମୋତେ କ୍ଷମା କରନ୍ତୁ ଏବଂ ନୂତନ ନିୟମର ନିୟମ ଏବଂ ବ୍ୟବସ୍ଥାଗୁଡ଼ିକର ପାଳନ କରିବା ଉଚିତ। ଆସନ୍ତୁ ଆମେ ରୋମିଓ ଅଧ୍ୟାୟ 6କୁ ଯିବା। ଅଧ୍ୟାୟ 6 ପଦ 18ରେ ଏହା କୁହାଯାଇଅଛି, ପୁଣି ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇଅଛ। ଆମ୍ଭେମାନେ ଆପଣା ପାପରୁ କିପରି ମୁକ୍ତ ହୋଇପାରିବା? କ'ଣ ଏହା ଆମ୍ଭମାନଙ୍କ ପାପର କ୍ଷମା ଦ୍ୱାରା ନୁହେଁ କି? ପଦ 17 ପରମେଶ୍ୱରଙ୍କ ବିଷୟରେ କ'ଣ କହିଥାଏ ଯିଏକି ଆମ୍ଭମାନଙ୍କ ପାପକୁ କ୍ଷମା କରିଥାନ୍ତି? କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହେଉ। ବର୍ତ୍ତମାନ ଆମକୁ ଆତ୍ମିକ ଜଗତକୁ ସଠିକ୍ ଭାବରେ ବୁଝିବା ଏବଂ ଅନୁଭବ କରିବାର ଆବଶ୍ୟକତା ଅଛି ଯେ ବିଶ୍ରାମ ଦିନ ସଂସାରର ଅନ୍ୟ କୌଣସି ଜିନିଷ ଅପେକ୍ଷା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। ପରମେଶ୍ୱରଙ୍କ ବିଷୟଗୁଡ଼ିକ ସହିତ ଜଗତର ବିଷୟଗୁଡ଼ିକୁ ମାପ କରିବାର କୌଣସି ଆବଶ୍ୟକତା ନାହିଁ। କେବଳ ସେମାନଙ୍କୁ ନିକିତି ଉପରେ ରଖିବା ହିଁ ପରମେଶ୍ୱରଙ୍କୁ ଅପମାନିତ କରିବା ଅଟେ। ରୋମିଓ ଅଧ୍ୟାୟ 6 ପଦ 23ରେ ଏହା ଲେଖାଯାଇଅଛି, କାରଣ ପାପର ବେତନ ମୃତ୍ୟୁ। ପାପର ବେତନ ପାପର ପରିଣାମ ଅଟେ। ଆମ୍ଭମାନଙ୍କ ପାପର ପରିଣାମ କ'ଣ ଅଟେ?
결과물이 뭐라고요? ମୃତ୍ୟୁ ଦ୍ୱାରା ଆମ୍ଭମାନଙ୍କର ପାପ ସବୁର ପରିଶୋଧ କରାଯାଇଥାଏ। ସମସ୍ତ ଲୋକ କ'ଣ ଆପଣ ଯାତାୟାତ ନିୟମର ଲଙ୍ଘନ କଲେ ମୃତ୍ୟୁଦଣ୍ଡ ଦିଆଯାଇଥାଏ କି? 판결을 내리거나 죽음에 이르게 합니까? ଏହାକୁ ଛୋଟ ଅପରାଧ ବୋଲି କୁହାଯାଇଥାଏ। ଉଦାହରଣ ସ୍ୱରୂପ କେହି ଜଣେ ରାସ୍ତାରେ ସିଗାରେଟ ଫିଙ୍ଗିଦେଲେ 그런 ତେବେ କ'ଣ ସେମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ? 그런 사람 ଏଭଳି ଲୋକମାନଙ୍କୁ ମୃତ୍ୟୁଦଣ୍ଡ ମିଳିନଥାଏ। ତେବେ ଯଦି କାହାକୁ ମୃତ୍ୟୁଦଣ୍ଡ ମିଳେ ତେବେ ସେ ଏକ ଅକ୍ଷମ୍ୟ ପାପ କରିଅଛି। 우리 ଏପରି କିଛି ଦେଶ ଅଛି ଯେଉଁଠାରେ ମୃତ୍ୟୁଦଣ୍ଡର ବ୍ୟବସ୍ଥା ସକ୍ରିୟ ରହିଛି। 살아있는 어떤 그런 국가들이 들어 କ'ଣ ସେହି କ୍ରୂର ଅପରାଧ ନିମନ୍ତେ ମୃତ୍ୟୁଦଣ୍ଡ ଦିଆଯାଏ ନାହିଁ ଯାହା କେବେ କରାଯିବା ଉଚିତ ନୁହେଁ? 아주 흉측하고 흉악한 죄 사형을 언도하지 ଆମ୍ଭେମାନେ ଏହିପରି ଅକ୍ଷମ ପାପ କରିଅଛୁ। 죄가 바로 그런 불의의 죄랍니다. ଏହିପରି ଭାବେ ଏହା ଲେଖା ଅଛି, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହଭାଗିତାରେ ପରମେଶ୍ୱର ଆମ୍ଭମାନଙ୍କୁ କ'ଣ ଅନୁଗ୍ରହ ପ୍ରଦାନ କରିଅଛନ୍ତି? ଅନନ୍ତ ଜୀବନ ଅଟେ। କ'ଣ ଏଥିପାଇଁ ସେହିମାନଙ୍କୁ ଅନନ୍ତ ଜୀବନର ପ୍ରତିଜ୍ଞା ଦିଆଯାଇ ନାହିଁ ଯେଉଁମାନଙ୍କ ପାପ କ୍ଷମା କରାଯାଇଅଛି? 이어지는 것 아니겠습니까? ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକ ଶବ୍ଦରେ କହିବା ବିଷୟ ନୁହେଁ ଯେ ଏହା ମହତ୍ତ୍ୱପୂର୍ଣ୍ଣ ଅଟେ। ଆମ୍ଭମାନଙ୍କୁ ଏହା କହିବା ଉଚିତ ନୁହେଁ, ଏହାକୁ ପାଳନ କର, କାରଣ ଏହା ବାଇବଲର ଅଧ୍ୟାୟ ଏବଂ ପଦଗୁଡ଼ିକରେ ଲେଖା ଅଛି। 이제는 ସ୍ୱର୍ଗର ବିଷୟଗୁଡ଼ିକ ସହିତ ଏହାକୁ ଯୋଗ କରନ୍ତୁ। ପରମେଶ୍ୱର ସେହି ପାପୀମାନଙ୍କୁ କ୍ଷମା କରନ୍ତି ଯେଉଁମାନେ ସ୍ୱର୍ଗରେ କୁକର୍ମ କରିଥିଲେ, କେବଳ ତାହାଙ୍କ ବାକ୍ୟ ଦ୍ୱାରା ନୁହେଁ ଯେ ମୁଁ ତୁମକୁ କ୍ଷମା କରୁଅଛି, କିନ୍ତୁ ଆପଣା ମୃତ୍ୟୁ ଦ୍ୱାରା। କ'ଣ ସେ ଆମ୍ଭମାନଙ୍କ ନିମନ୍ତେ ତାଙ୍କ ରକ୍ତରେ ଅଂଶଗ୍ରହଣ କରିବା ନିମନ୍ତେ ସତ୍ୟକୁ ସ୍ଥାପନ କରିନାହାନ୍ତି କି? ଏହା ସତ୍ତ୍ୱେ ଲୋକମାନେ ଏହାକୁ ମାନନ୍ତି ନାହିଁ, କିନ୍ତୁ ଅଣଦେଖା କରୁଅଛନ୍ତି। 조롱하니까 멸시하니까 ସେମାନଙ୍କ ପାଖରେ କୌଣସି ସୁଯୋଗ ନାହିଁ। ଯେହେତୁ ପରମେଶ୍ୱରଙ୍କ ନିୟମଗୁଡ଼ିକ ତାହାଙ୍କ ବଳିଦାନ ଦ୍ୱାରା ସମ୍ପୂର୍ଣ୍ଣ ହୋଇଥିଲା, ତେଣୁକରି ଆମେ ସେମାନଙ୍କୁ ହାଲୁକା ଭାବରେ ଗ୍ରହଣ କରିବା ଉଚିତ ନୁହେଁ କିମ୍ବା ସେମାନଙ୍କୁ ଅବହେଳା କରିବା ଉଚିତ ନୁହେଁ। 예레미야 ଆସନ୍ତୁ ଯେରେମିୟ ଅଧ୍ୟାୟ 31 ପଦ 31 ଦେଖିବା। ସଦାପ୍ରଭୁ କହନ୍ତି, ଦେଖ ଯେଉଁ ସମୟରେ ଆମ୍ଭେ ଇସ୍ରାଏଲ ବଂଶ ଓ ଜିହୁଦା ବଂଶ ସହିତ କ'ଣ ସ୍ଥାପନ କରିବେ? ଏକ ନୂତନ ନିୟମ ସ୍ଥାପନ କରିବା। ଏପରି ସମୟ ଆସୁଅଛି। ପଦ 32ରେ ଏହା ଲେଖା ଅଛି, ମିଶର ଦେଶରୁ ସେମାନଙ୍କର ପିତୃପୁରୁଷ ଗଣକୁ ବାହାର କରି ଆଣିବା ନିମନ୍ତେ ଆମ୍ଭେ ସେମାନଙ୍କ ହସ୍ତ ଧରିବା ଦିନ ସେମାନଙ୍କ ସହିତ ଆମ୍ଭର କୃତ ନିୟମାନୁସାରେ ନୁହେଁ। ସଦାପ୍ରଭୁ କହନ୍ତି, ଆମ୍ଭେ ସେମାନଙ୍କର ସ୍ୱାମୀ ହେଲେ ହେଁ ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ। ପଦ 32ରେ ଏହା ଲେଖା ଅଛି, ସେମାନେ ଆମ୍ଭର ସେହି ନିୟମ ଲଙ୍ଘନ କଲେ, ସେମାନେ ଏହାକୁ ପାଳନ କଲେ ନାହିଁ। ପରମେଶ୍ୱର ଆମ୍ଭମାନଙ୍କୁ ପିତାଙ୍କ ଯୁଗରେ, ପୁତ୍ରର ଯୁଗରେ ଏବଂ ପବିତ୍ର ଆତ୍ମାଙ୍କ ଯୁଗରେ ସୁଯୋଗ ପ୍ରଦାନ କରନ୍ତି। ପଦ 33, ମାତ୍ର ସଦାପ୍ରଭୁ କହନ୍ତି, ସେହି ସକଳ ଦିନର ଉତ୍ତାରେ ଆମ୍ଭେ ଇସ୍ରାଏଲ ବଂଶ ସହିତ ଏହି ନିୟମ ସ୍ଥିର କରିବା। ଆମ୍ଭେ ସେ କ'ଣ କରିବେ? ସେମାନଙ୍କ ଅନ୍ତରରେ ଆମ୍ଭର ବ୍ୟବସ୍ଥା ରଖିବା ଓ ସେମାନଙ୍କ ହୃଦୟରେ ଆମ୍ଭେ ତାହା ଲେଖିବା। ଆଉ ଆମ୍ଭେ ସେମାନଙ୍କର ପରମେଶ୍ୱର ହେବା ଓ ସେମାନେ ଆମ୍ଭର ଲୋକ ହେବେ। 백성이 될 것이라고 했습니다. ଯେଉଁମାନେ ପାପ କ୍ଷମାର ମାର୍ଗ ସ୍ୱୀକାର କରନ୍ତି, ସେମାନଙ୍କ ନିମନ୍ତେ ପରମେଶ୍ୱରଙ୍କ ବ୍ୟବସ୍ଥା କେଉଁଠାରେ? ପରମେଶ୍ୱର ତାହା ସେମାନଙ୍କ ହୃଦୟରେ ଲେଖିବେ। ଆସନ୍ତୁ ଯିଶାୟ ଅଧ୍ୟାୟ 51 ପଦ 7 ଦେଖିବା। ହେ ଧର୍ମଜ୍ଞ ଲୋକମାନେ, ତୁମ୍ଭମାନଙ୍କ ହୃଦୟରେ କ'ଣ ଅଛି? 뭐가 있는 ଆମ୍ଭର ବ୍ୟବସ୍ଥା ଅଛି। ତୁମ୍ଭେମାନେ ଆମ୍ଭର କଥା ଶୁଣ। ତୁମ୍ଭେମାନେ ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ। 사람의 회방을 두려워 말라. ଅନ୍ୟ ଅର୍ଥରେ ପରମେଶ୍ୱରଙ୍କର ଅର୍ଥ ଥିଲା, ଯେଉଁ ମାର୍ଗରେ ତୁମେ ଯାଉଅଛ ତାହା ହେଉଛି ସଠିକ ମାର୍ଗ, ତେଣୁକରି ଲୋକମାନଙ୍କୁ ଭୟ କର ନାହିଁ। ସ୍ୱର୍ଗ ହେଉଛି ସେହି ସ୍ଥାନ ଯେଉଁଠାରେ ଆମ୍ଭେମାନେ ସର୍ବଦା ନିମନ୍ତେ ରହିବା। ଅଥବା ସେମାନଙ୍କ ନିନ୍ଦାରେ ଉଦ୍ବିଗ୍ନ ହୁଅ ନାହିଁ, କାରଣ କୀଟ ସେମାନଙ୍କୁ ବସ୍ତ୍ର ପରି ଖାଇ ପକାଇବ ଓ ପୋକ ସେମାନଙ୍କୁ ଲୋମ ପରି ଖାଇ ପକାଇବ। ମାତ୍ର ଆମ୍ଭର ଧର୍ମ ଅନନ୍ତ କାଳସ୍ଥାୟୀ ହେବ ଓ ଆମ୍ଭର ପରିତ୍ରାଣ ପୁରୁଷ ପରମ୍ପରାରେ ରହିବ। ଯେଉଁମାନେ ପରମେଶ୍ୱରଙ୍କ ଠାରୁ ପାପର କ୍ଷମା ପ୍ରାପ୍ତ କରନ୍ତି ଏବଂ ପରିତ୍ରାଣର ମାର୍ଗରେ ଚାଲନ୍ତି, ସେମାନଙ୍କ ନିମନ୍ତେ ଏହି ଅନୁଗ୍ରହ ଚିରସ୍ଥାୟୀ ନୁହେଁ କି? 되고 존재되는 것 아니겠습니까? ତେଣୁକରି ପରମେଶ୍ୱର କହନ୍ତି, ମର୍ତ୍ତ୍ୟର ଅପମାନରେ ଭୀତ ହୁଅ ନାହିଁ। 절대 놀라지 말라. ଯେଉଁମାନେ ପରମେଶ୍ୱରଙ୍କ ନିୟମ ଏବଂ ବ୍ୟବସ୍ଥାକୁ ଗ୍ରହଣ କଲେ, ସେମାନେ ସିଂହମାନଙ୍କ ପାଇଁ ଭୋଜନ ହୋଇଗଲେ। ଏପରିକି ସେମାନେ ମାନବ ମହମବତୀରେ ପରିଣତ ହୋଇଗଲେ। 죽이기도 하고
ନିଷ୍ଠୁର ଉପାୟରେ ଶୈତାନ ପାପ କ୍ଷମାର ପରମେଶ୍ୱରଙ୍କ ମାର୍ଗରେ ବାଧା ଦେବାକୁ ଚେଷ୍ଟା କଲା। କିନ୍ତୁ ଯେଉଁମାନଙ୍କ ପାଖରେ ପରମେଶ୍ୱରଙ୍କ ସ୍ୱର ଶୁଣିବା ପାଇଁ କର୍ଣ୍ଣ ଅଛି, 귀를 가진 사람들은 ସେମାନେ ପ୍ରତ୍ୟେକ ଯୁଗରେ ପରମେଶ୍ୱରଙ୍କ ନିକଟକୁ ଫେରିବା ଉଚିତ। 결국 ତେଣୁକରି 성경 시대에는 ଆପଣା ସନ୍ତାନମାନଙ୍କୁ ପୁନର୍ବାର ନୂତନ ନିୟମ ନିସ୍ତାର ପର୍ବ ଦେବା ନିମନ୍ତେ, 유월절 ଯାହାକି 1600 ବର୍ଷରୁ ଅଧିକ ସମୟ ଧରି ଗୁପ୍ତ ଥିଲା, 주시기 ପରମେଶ୍ୱର ପବିତ୍ର ଆତ୍ମାଙ୍କ ଯୁଗରେ ଚର୍ଚ୍ଚ ଅଫ୍ ଗଡ୍ର ସ୍ଥାପନ କଲେ। 붙이고 시작했습니다. 그래서 우리 ତେଣୁକରି ସେ କହିଲେ, ହେ ଧର୍ମଜ୍ଞ ଲୋକମାନେ, ତୁମମାନଙ୍କ ହୃଦୟରେ ଆମ୍ଭର ବ୍ୟବସ୍ଥା ଅଛି। ତାହାଙ୍କ କହିବାର ଅର୍ଥ ଥିଲା ଯେ ଏହିପରି ଲୋକ ତାହାଙ୍କ ଲୋକ ନୁହନ୍ତି, ଯେଉଁମାନେ ହେ ପ୍ରଭୁ ଡାକନ୍ତି। 다시 ଆସନ୍ତୁ ଆମେ ଜିରିମିୟ ଅଧ୍ୟାୟ 31କୁ ଫେରିଯିବା। 우리가 ଯେଉଁ ମାର୍ଗରେ ଆମେ ଅନୁସରଣ କରୁଅଛୁ ତାହା ଧାର୍ମିକତାର ମାର୍ଗ ଅଟେ ଏବଂ ଅନନ୍ତ ସ୍ୱର୍ଗ ରାଜ୍ୟର ମାର୍ଗ ଅଟେ, ଯାହା ପରମେଶ୍ୱର ତାହାଙ୍କ ମୃତ୍ୟୁ ଦ୍ୱାରା ସ୍ଥାପନ କରିଅଛନ୍ତି। 놓으신 길이기 때문에 이 길은 결단코 세상 누가 ତେଣୁକରି ଆମ୍ଭମାନଙ୍କୁ ଅନ୍ୟମାନଙ୍କ ପ୍ରତି ଧ୍ୟାନ ଦେବା ଉଚିତ ନୁହେଁ, ଯେଉଁମାନେ ଆମ୍ଭମାନଙ୍କୁ ପ୍ରଲୋଭିତ କରନ୍ତି ଏବଂ ମାର୍ଗକୁ ବିକୃତ କରିବାକୁ ଚେଷ୍ଟା କରନ୍ତି। ଆସନ୍ତୁ ପଦ 34 ଦେଖିବା। ପୁଣି ତୁମ୍ଭେମାନେ ପରମେଶ୍ୱରଙ୍କୁ ଜ୍ଞାତ ହୁଅ ବୋଲି କହି ସେମାନେ ପ୍ରତ୍ୟେକେ ଆପଣା ଆପଣା ପ୍ରତିବାସୀକୁ ଓ ପ୍ରତ୍ୟେକେ ଆପଣା ଆପଣା ଭ୍ରାତାକୁ ଆଉ ଶିକ୍ଷା ଦେବେ ନାହିଁ, କାରଣ ସଦାପ୍ରଭୁ କହନ୍ତି, ସେମାନଙ୍କର କ୍ଷୁଦ୍ରତମ ଠାରୁ ମହତ୍ତମ ପର୍ଯ୍ୟନ୍ତ ସମସ୍ତେ ଆମ୍ଭକୁ ଜ୍ଞାତ ହେବେ, ଯେହେତୁ ଆମ୍ଭେ ସେମାନଙ୍କର। ପରମେଶ୍ୱର କ'ଣ କ୍ଷମା କରିବେ? ଅପରାଧ କ୍ଷମା କରିବା। ଆମ୍ଭେମାନେ କ'ଣ କଲୁ? ସେ କେବଳ ଆମ୍ଭମାନଙ୍କ ଦ୍ୱାରା ଏହି ପୃଥିବୀରେ କରାଯାଇଥିବା ପାପକୁ ନୁହେଁ, ବରଂ ସ୍ୱର୍ଗରେ କରିଥିବା ଭୟଙ୍କର ପାପକୁ ମଧ୍ୟ କ୍ଷମା କରିବେ। 그 죄악들조차도 ଯେହେତୁ ଆମ୍ଭେ ସେମାନଙ୍କର ଅପରାଧ କ୍ଷମା କରିବା ଓ ସେମାନଙ୍କର ପାପ ଆମ୍ଭେ ଆଉ ସ୍ମରଣ କରିବା ନାହିଁ। ଏହି ଉଦ୍ଦେଶ୍ୟରେ ସେ କେଉଁ ନିୟମ ସ୍ଥାପନ କଲେ? କ'ଣ ସେ ନୂତନ ନିୟମର ସ୍ଥାପନ କଲେ ନାହିଁ କି? ଯିଶାୟ ଅଧ୍ୟାୟ 24ରେ ଏହା ଲେଖା ଅଛି ଯେ ପୃଥିବୀ ଧ୍ୱଂସ ପାଇବ, କାରଣ ସେମାନେ ଅନନ୍ତ କାଳସ୍ଥାୟୀ ନିୟମ ଅର୍ଥାତ୍ ନୂତନ ନିୟମ ଭାଙ୍ଗିଅଛନ୍ତି। 을 파였기 때문이다. ଏହା ଏଥିପାଇଁ ଅଟେ କାରଣ ସେମାନେ ନୂତନ ନିୟମର ପାଳନ କଲେ ନାହିଁ, ମାତ୍ର ତାହାକୁ ତିରସ୍କାର କଲେ। ସେମାନେ ସେହି ପଡ଼ୋଶୀ ଭଳି ଅଟନ୍ତି ଯିଏ ଖାଦ୍ୟ ଗ୍ରହଣ କରିବାକୁ ମନା କରିଥାନ୍ତି। ଯଦି ଆମେ ଭଲ ଉଦ୍ଦେଶ୍ୟରେ ଖାଦ୍ୟ ପ୍ରଦାନ କରୁ କିନ୍ତୁ ଏହା ଶୁଣିଥାଉ, 그런 ନା ମୁଁ ସେପରି ଖାଦ୍ୟ ଖାଏ ନାହିଁ, ତେବେ ଆମେ ଅସନ୍ତୁଷ୍ଟ ହେବୁ। 언짢은데 ଏହି ବିଷୟରେ ଚିନ୍ତା କରନ୍ତୁ ଯେ ଅକ୍ଷମ ପାପ କରିଥିବା ପାପୀମାନଙ୍କ ନିମନ୍ତେ ଆପଣା ଶରୀର ଉତ୍ସର୍ଗ କରିବା ସତ୍ତ୍ୱେ ପରମେଶ୍ୱରଙ୍କୁ କିପରି ଅବହେଳା କରାଯାଇଥାଏ। 그 길을 외면하고 있으니까 이제 더 ବର୍ତ୍ତମାନ ଅନ୍ୟ କୌଣସି ଉପାୟ ନାହିଁ। 이제는 하나님의 କ'ଣ ପରମେଶ୍ୱରଙ୍କ ବିଚାର ହେବା ଅପରିହାର୍ଯ୍ୟ ନୁହେଁ କି? 그런 입장이 될 수밖에 없는 것 아니겠습니까? ଏହିପରି ଭାବେ ସ୍ତ୍ରୀଙ୍କ ଅବଶିଷ୍ଟ ସନ୍ତାନ ଯେଉଁମାନେ ପରମେଶ୍ୱରଙ୍କ ପକ୍ଷରେ ଛିଡ଼ା ହୋଇଅଛନ୍ତି, ସେମାନେ କ'ଣ ପାଳନ କରନ୍ତି? 어떤 걸 지킨다고 했죠? ଆସନ୍ତୁ ସେହି ଦୃଶ୍ୟ ଉପରେ ନଜର ପକାଇବା। ପ୍ରକାଶିତ ବାକ୍ୟ ଅଧ୍ୟାୟ 14, 말씀 보도록 합시다. ଆସନ୍ତୁ ପଦ 12 ଦେଖିବା। ଏଠାରେ ସାଧୁମାନଙ୍କର ଧୈର୍ଯ୍ୟ ଆବଶ୍ୟକ, ଯେଉଁମାନେ ସେମାନେ କ'ଣ ପାଳନ କରନ୍ତି? ସେମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି। ଏହି ବାକ୍ୟଗୁଡ଼ିକ କାହିଁକି ରେକର୍ଡ କରାଯାଇଅଛି? ଯେହେତୁ ଏହି ଲୋକମାନେ ପରମେଶ୍ୱରଙ୍କ ପରିତ୍ରାଣର ଅନୁଗ୍ରହ ପ୍ରାପ୍ତ କରିଅଛନ୍ତି ଏବଂ ପିତା ଓ ମାତାଙ୍କ କଠିନ ପରିଶ୍ରମକୁ ବୁଝିପାରନ୍ତି, ଯିଏକି ପାପର କ୍ଷମା ନିମନ୍ତେ ବଳିଦାନ ଦେଇଥିଲେ। 잘 이해하기 때문에 ତେଣୁକରି କ'ଣ ପରମେଶ୍ୱରଙ୍କ ଆଜ୍ଞା 하나님의 계명이라는 ଶବ୍ଦଟି ସର୍ବଦା ସେମାନଙ୍କୁ ଅନୁସରଣ କରେ ନାହିଁ କି? 않습니까? 그리고 ଆସନ୍ତୁ ପଦ 13 ଦେଖିବା। 들으니 ପୁଣି ମୁଁ ସ୍ୱର୍ଗରୁ ଏହି ବାଣୀ ଶୁଣିଲି, ଲେଖ, ଯେଉଁମାନେ ଏଣିକି ପ୍ରଭୁଙ୍କଠାରେ ଥାଇ ମରନ୍ତି ସେମାନେ ଧନ୍ୟ। ହଁ, ଆତ୍ମା କହୁଅଛନ୍ତି, ସେମାନେ ଆପଣା ଆପଣା ପରିଶ୍ରମରୁ ବିଶ୍ରାମ ପ୍ରାପ୍ତ ହେବେ, କାରଣ ସେମାନଙ୍କ କର୍ମ ସେମାନଙ୍କର ଅନୁବର୍ତ୍ତୀ ହେବ। ଯେହେତୁ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ତେଣୁକରି ସ୍ୱର୍ଗୀୟ ବିଷୟଗୁଡ଼ିକ ସର୍ବଦା ପ୍ରାଧାନ୍ୟ ଦିଆଯିବା ଉଚିତ। 될수 있어요. ଆସନ୍ତୁ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17 ଦେଖିବା। 계시록 12장 17절의 말씀 보겠습니다. ସେଥିରେ ସର୍ପ ଅର୍ଥାତ୍ ଶୈତାନ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ସେମାନେ କ'ଣ ପାଳନ କରନ୍ତି? 뭘 지키는 자들이라고요? ସର୍ପ ଅର୍ଥାତ୍ ଶୈତାନ ସେହି ସ୍ତ୍ରୀଙ୍କ ଉପରେ କ୍ରୋଧିତ ହେଲା। 합할 수 없는 ସେମାନେ ଶତ୍ରୁ ଅଟନ୍ତି। 원수라고 한다면 ଏହିପରି ଭାବରେ ଆମେ ବୁଝିପାରିବା 반대편에 ଯେ ସ୍ତ୍ରୀ ଶୈତାନର ବିପରୀତ ପକ୍ଷରେ ଅଛି, ହଁ ନା? ସେଥିରେ ସର୍ପ ସ୍ତ୍ରୀ ଲୋକଙ୍କ ଉପରେ ମହାକ୍ରୁଦ୍ଧ ହୋଇ ତାହାଙ୍କ ବଂଶର ଯେଉଁ ଅବଶିଷ୍ଟ ଲୋକମାନେ ସେମାନେ କ'ଣ ପାଳନ କରନ୍ତି?
하나님의 ଈଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି 예수의 증거를 ଓ 가지고 ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦାନ କରନ୍ତି ସେମାନଙ୍କ ସହିତ ଯୁଦ୍ଧ କରିବାକୁ ଚାଲିଗଲା ଆଉ ସେ ସମୁଦ୍ରର ବାଲୁକା ଉପରେ ଠିଆ ହେଲା। ଆଦି ପୁସ୍ତକ ଅଧ୍ୟାୟ 3ରେ ପରମେଶ୍ୱର ଶୈତାନ ଏବଂ ସ୍ତ୍ରୀ ହବା ମଧ୍ୟରେ ଶତ୍ରୁତା ସ୍ଥାପନ କଲେ। ପରମେଶ୍ୱର କହିଲେ, ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମେଇବା। ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ। 여자의 후손은 내 머리를 상하게 할 것이다 말이야. 그럼 하나님의 ଏଥିପାଇଁ ପ୍ରକାଶିତ ବାକ୍ୟ ଅଧ୍ୟାୟ 12 ପଦ 17 ଅନୁସାରେ କେବଳ ସେହିମାନେ ଯିଏକି ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି ଶୈତାନର ବିପରୀତ ପକ୍ଷରେ ଛିଡ଼ା ହୋଇଅଛନ୍ତି। 통해서 이해할 수 있지 않습니까? 예. 용이 그 여자와 କ'ଣ ଏହା ଲେଖା ନାହିଁ ଯେ ସର୍ପ ସେହି ସ୍ତ୍ରୀ ବିରୁଦ୍ଧରେ ଯୁଦ୍ଧ କରିବା ନିମନ୍ତେ ବାହାରିଗଲା? ତେବେ ଆଦି ପୁସ୍ତକ ଅଧ୍ୟାୟ 3ର ଭବିଷ୍ୟବାଣୀ ଅନୁସାରେ କ'ଣ ସ୍ତ୍ରୀ ସ୍ୱର୍ଗୀୟ ମାତାଙ୍କୁ ଦର୍ଶାଏ ନାହିଁ ଯିଏକି ସମସ୍ତ ଜୀବିତ ପ୍ରାଣୀମାନଙ୍କର ମାତା ଅଟନ୍ତି? 바로 하늘 어머니를 뜻하고 계시지 않습니까? 예. 그 ତେଣୁକରି ଯେଉଁମାନେ ମାତାଙ୍କ ପକ୍ଷରେ ଛିଡ଼ା ହୁଅନ୍ତି ସେମାନେ ପରମେଶ୍ୱରଙ୍କ ଆଜ୍ଞା ପାଳନ କରନ୍ତି। 시킨다는 이와 같은 특징을 가지고 있습니다. ସେମାନେ ପାପ କ୍ଷମା କରିବାର ସତ୍ୟକୁ ଏହା କହୁଥାଇ ଗ୍ରହଣ କରନ୍ତି, 받아들이고 저도 ମୋହର ପାପ କ୍ଷମା କରି ମୋତେ ସ୍ୱର୍ଗରେ ପ୍ରବେଶ କରିବାକୁ ଅନୁମତି ଦେଇଥିବାରୁ ମୁଁ ପିତା ଏବଂ ମାତାଙ୍କୁ ସର୍ବଦା ଧନ୍ୟବାଦ, ଗୌରବ ଏବଂ ପ୍ରଶଂସା ଦେବି ଏବଂ ବିଶ୍ୱସ୍ତ ଭାବରେ ପରମେଶ୍ୱରଙ୍କ ପାଳନ କରିଥାନ୍ତି। ଏହି ପୃଥିବୀରେ କେବଳ ଏହି ଲୋକମାନେ ଶୈତାନର ପକ୍ଷରେ ଛିଡ଼ା ହୋଇନାହାନ୍ତି, 쓰지 아니하는 사람들입니다. ସେମାନେ ପରମେଶ୍ୱରଙ୍କ ପକ୍ଷରେ ଛିଡ଼ା ହୋଇଅଛନ୍ତି। ପ୍ରକାଶିତ ବାକ୍ୟ ଅଧ୍ୟାୟ 13 ଅନୁସାରେ ଅବଶିଷ୍ଟ ଲୋକଙ୍କ ସହ କ'ଣ ହେଲା? ସମସ୍ତ ପୃଥିବୀ ସେହି ପଶୁ ବିଷୟରେ ଆଶ୍ଚର୍ଯ୍ୟାନ୍ୱିତ ହୋଇ ତାହାର ଅନୁଗମନ କଲେ। ଅନ୍ୟ ଅର୍ଥରେ ସେମାନେ ପରମେଶ୍ୱରଙ୍କ ଆଜ୍ଞାକୁ ଗ୍ରହଣ କରନ୍ତି ନାହିଁ। ସେମାନେ ପରମେଶ୍ୱରଙ୍କ ବ୍ୟବସ୍ଥାକୁ ପାଳନ କରନ୍ତି ନାହିଁ। ସେମାନେ ନୂତନ ନିୟମକୁ ଗ୍ରହଣ କରିବାକୁ ଅସ୍ୱୀକାର କରିଥାନ୍ତି। 입장에 있는 사람들입니다. 예, 그래서 하나님께서 ଯେତେବେଳେ ପରମେଶ୍ୱର ମାନବ ଜାତିକୁ ନୂତନ ନିୟମ ଦେବା ପାଇଁ ଏହି ପୃଥିବୀକୁ ଆସିଲେ ତେବେ କ'ଣ ସେ ଏହା କହିଲେ ନାହିଁ, ଏହା ତୁମ୍ଭମାନଙ୍କ ନିମନ୍ତେ ଦିଆଯାଇଅଛି? 주는 것이다. 이렇게 분명히 언급해 놓지 않습니까? ଆସନ୍ତୁ ଲୁକ୍ ଅଧ୍ୟାୟ 22 ପଦ 7 ଦେଖିବା। 누가복음 ଲୁକ୍ ଅଧ୍ୟାୟ 22 ପଦ 7। ପରେ ଯେଉଁଦିନ ନିସ୍ତାର ପର୍ବର ମେଷଶାବକ ବଳିଦାନ କରିବାକୁ ହୁଏ ଖମିର ଶୂନ୍ୟ ରୋଟି ପର୍ବର ସେହି ଦିନ ଉପସ୍ଥିତ ହେଲା। ଆଉ ସେ ପିତର ଓ ଯୋହନଙ୍କୁ ଏହା କହି ପଠାଇଲେ, ଆମ୍ଭେମାନେ ଯେପରି ଭୋଜନ କରିପାରିବୁ ଏଥିପାଇଁ ତୁମ୍ଭେମାନେ ଯେ ଆମ୍ଭମାନଙ୍କ ନିମନ୍ତେ ନିସ୍ତାର ପର୍ବର ଭୋଜ ପ୍ରସ୍ତୁତ କର। ଆସନ୍ତୁ ଆମେ ପଦ 14କୁ ଯିବା। ପୁଣି ନିସ୍ତାର ପର୍ବ ନିମନ୍ତେ ସମୟ ଉପସ୍ଥିତ ହୁଅନ୍ତେ ସେ ଓ ତାହାଙ୍କ ସଙ୍ଗେ ପ୍ରେରିତମାନେ ଭୋଜନ କରିବାକୁ ବସିଲେ। ଆଉ ସେ ସେମାନଙ୍କୁ କହିଲେ, ମୋହର ଦୁଃଖ ଭୋଗ ପୂର୍ବେ ମୁଁ ତୁମ୍ଭମାନଙ୍କ ସହିତ ଏହି ନିସ୍ତାର ଭୋଜ ପାଳନ କରିବାକୁ ଏକାନ୍ତ ବାଞ୍ଛା କଲି। ଆସନ୍ତୁ ଆମେ ପଦ 19କୁ ଯିବା। ପୁଣି ସେ ରୋଟି ଘେନି ଧନ୍ୟବାଦ ଦେଲେ ଓ ତାହା ଭାଙ୍ଗି ସେମାନଙ୍କୁ ଦେଇ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି। 누구를 ଏହା କାହା ପାଇଁ ଅଟେ? ଯୀଶୁ କହିଲେ, ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି। କ୍ରୁଶ ଉପରେ ତାହାଙ୍କର ବଳିଦାନର ପରିଣାମ ହେଉଛି ନୂତନ ନିୟମ। 이 새 언약 하나님 କ'ଣ ଏହା ପରମେଶ୍ୱରଙ୍କ ବ୍ୟବସ୍ଥା, ବିଧି ଏବଂ ଆଜ୍ଞା ନୁହେଁ? ତୁମ୍ଭମାନଙ୍କ ନିମନ୍ତେ ଦତ୍ତ ହେଉଥିବା ମୋହର ଶରୀର ଏହି। ଆମ୍ଭମାନଙ୍କୁ କ'ଣ କରିବା ଉଚିତ? ମୋତେ ସ୍ମରଣ କରିବା ନିମନ୍ତେ ଏହା କର। ଭୋଜନ ଉତ୍ତାରେ ସେହିପରି ସେ ପାନପାତ୍ର ଘେନି କହିଲେ, ଏହି ପାନପାତ୍ର କ'ଣ ଅଟେ? 언약이라고 되어 있죠. 새 ଏହି ପାନପାତ୍ର ଏହା କେଉଁମାନଙ୍କ ନିମନ୍ତେ? 떡도 ତୁମ୍ଭମାନଙ୍କ ନିମନ୍ତେ ପାତିତ ହେଉଥିବା ମୋହର ରକ୍ତରେ ସ୍ଥାପିତ ନୂତନ ନିୟମ। ସେ ଆମ୍ଭମାନଙ୍କ ନିମନ୍ତେ ରୋଟି ଏବଂ ଦ୍ରାକ୍ଷାରସ ଦେଲେ। ପରମେଶ୍ୱର ସେହି ପାପୀମାନଙ୍କ ପାଇଁ ନୂତନ ନିୟମ ସ୍ଥାପନ କଲେ ଯେଉଁମାନେ ସ୍ୱର୍ଗରେ ପାପ କରିଥିଲେ ଏବଂ ଏହି ପୃଥିବୀକୁ ପକାଇ ଦିଆଯାଇଥିଲେ। କିନ୍ତୁ ଅନ୍ଧକାର ଯୁଗ ସମୟରେ ଏହା ଲୁପ୍ତ ହୋଇଯାଇଥିଲା। 사라져 버렸기 때문에 ଏହି କାରଣରୁ ମିଖା ଅଧ୍ୟାୟ 4 ଅନୁଯାୟୀ ପରମେଶ୍ୱର ଅନ୍ତିମ ଦିନରେ କ'ଣ କରିବେ? ଯେହେତୁ ଧାର୍ମିକ ସୁଧାର ମାଧ୍ୟମରେ ଗୋଟିଏ ବି ସତ୍ୟ ସ୍ଥାପନ ହୋଇପାରିଲା ନାହିଁ, ତେଣୁକରି ସେ ଦ୍ୱିତୀୟ ଥର ଆସିଲେ। 자기를 바라는 자들을 위해서 오신 것입니다. ଏପରି ଏଥିପାଇଁ ଅଟେ କାରଣ ତାହାଙ୍କ ଆଗମନ ବିନା ମାନବ ଜାତି କେବେ ମଧ୍ୟ ପାପର କ୍ଷମା ପ୍ରାପ୍ତ କରିପାରିବେ ନାହିଁ। ଏହିପରି କ'ଣ ସେ ଦ୍ୱିତୀୟ ଥର ଏହି ପୃଥିବୀକୁ ଆସିଲେ ନାହିଁ କି ଏବଂ ମାନବ ଜାତିକୁ ତାହାଙ୍କର ମାର୍ଗ ଶିକ୍ଷା ଦେଲେ ନାହିଁ କି? ଯେପରିକି ମିଖା ଅଧ୍ୟାୟ 4ରେ ଭବିଷ୍ୟବାଣୀ କରାଯାଇଅଛି, 하지 않습니까? ଆମ୍ଭମାନଙ୍କ ପରମେଶ୍ୱର କଷ୍ଟ ସତ୍ତ୍ୱେ ଏହି ସୁସମାଚାରର ମାର୍ଗର ନେତୃତ୍ୱ କରିଥିଲେ। 복음의 길을 이끌어 가신 우리 하나님이십니다. କ'ଣ ସେହି ବ୍ୟବସ୍ଥା ଯାହା ସେ ଆମ୍ଭମାନଙ୍କୁ ଦେଇଅଛନ୍ତି ସହସ୍ର ସୁନାଠାରୁ ଅଧିକ ମୂଲ୍ୟବାନ ନୁହେଁ?
이게 ଏହା ବିନା ଆମ୍ଭମାନଙ୍କ ନିମନ୍ତେ ସ୍ୱର୍ଗକୁ ଫେରିବାର କୌଣସି ମାର୍ଗ ରହିବ ନାହିଁ। 영이 없습니다. 땅이 ପୃଥିବୀ ନଷ୍ଟ ହୋଇଯିବ ଏବଂ ଏହାର ନିବାସୀମାନଙ୍କୁ ଦଣ୍ଡ ଦିଆଯିବ ଏବଂ ସଦାସର୍ବଦା ଯନ୍ତ୍ରଣା ଭୋଗ କରିବେ। 그 형벌의 장소로 갈 수밖에 없거든요. ଆମ୍ଭମାନଙ୍କ ସିଓନ ପରିବାରର ସମସ୍ତ ସଦସ୍ୟ ଆଜି ଏଠାରେ ଏଥିପାଇଁ ଉପସ୍ଥିତ ହୋଇପାରିଲେ କାରଣ ପିତା ଏବଂ ମାତା ଆସିଲେ ଏବଂ କହିଲେ, ଆସ 가족들이 있는 것 아니겠습니까? 예. 우리에게 ଆସନ୍ତୁ ଆମେ ଆମ୍ଭମାନଙ୍କ ହୃଦୟରେ ନୂତନ ନିୟମର ନିସ୍ତାର ପର୍ବ ଜୀବନର ବ୍ୟବସ୍ଥାକୁ ଖୋଦିତ କରିବା। 간직하고 유월절뿐만이 아니죠. ଆମେ ବିଶ୍ରାମ ଦିନ, ଦଶମାଂସର ବିଧି ଏବଂ ଅନ୍ୟ ସମସ୍ତ ବିଧି ସହିତ ମଧ୍ୟ ଏପରି କରିବା ଉଚିତ। ଏହା ମଧ୍ୟରେ ପିତା, ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିଜିତ ହେବାର ନିୟମ ଏବଂ ଓଢ଼ଣୀ ପିନ୍ଧିବାର ନିୟମ ମଧ୍ୟ ଅନ୍ତର୍ଭୁକ୍ତ ଅଟେ। ପରମେଶ୍ୱର ଏସବୁକୁ ବ୍ୟର୍ଥ ଭାବରେ ସ୍ଥାପନ କରିନାହାନ୍ତି। ତେଣୁକରି ଆମ୍ଭମାନଙ୍କୁ ପ୍ରଥମେ ପରମେଶ୍ୱରଙ୍କ ବିଷୟରେ ଚିନ୍ତା କରିବା ଉଚିତ। ଆସନ୍ତୁ ଆମେ ଜାଣିବା ଯେ ଆମେ କେଉଁଠାରୁ ଆସିଅଛୁ ଏବଂ କେଉଁଠାକୁ ଯାଉଅଛୁ। ଆମେ ଯେଉଁ ଜୀବନ ଅତିବାହିତ କରୁଅଛୁ ତାହା ଆତ୍ମିକ ଦୃଷ୍ଟିକୋଣରେ ସବୁଠାରୁ ସାଧାରଣ ଜୀବନ ଅଟେ। ଜଗତର ଲୋକମାନେ ପରମେଶ୍ୱରଙ୍କ ଅନୁଗ୍ରହରୁ ବିମୁଖ ହୋଇଯାନ୍ତି। 자꾸 외면해 버리고 이렇게 하기 때문에 ଏହି କାରଣରୁ ପରମେଶ୍ୱରଙ୍କ ହୃଦୟ ଭାଙ୍ଗି ଯାଇଅଛି। ଯଦିଓ ସେ ତାହାଙ୍କ ପ୍ରେମକୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରମାଣିତ କରନ୍ତି ତଥାପି ସେମାନେ ତାହା ଗ୍ରହଣ କରନ୍ତି ନାହିଁ। 그것조차도 용납을 하지 않으니까 ଏଥିପାଇଁ ମାଥ୍ୟୁ ଅଧ୍ୟାୟ 7ରେ ସେ କହନ୍ତି, ହେ ଅଧର୍ମାଚାରୀମାନେ ମୋ ପାଖରୁ ଦୂର ହୁଅ। 주의 이름으로 귀신을 ସେମାନେ କହିପାରନ୍ତି, ତୁମ୍ଭ ନାମରେ ଭୂତମାନଙ୍କୁ ଛଡ଼େଇଲୁ ଆଉ ତୁମ୍ଭ ନାମରେ ଅନେକ ଶକ୍ତିର କାର୍ଯ୍ୟ କଲୁ। କିନ୍ତୁ ଯୀଶୁ କହିବେ, ମୁଁ ତୁମ୍ଭମାନଙ୍କୁ କେବେ ହେଁ ଜାଣିନାହିଁ। 굳이 알지 못한 ଏହା ଏଥିପାଇଁ ଅଟେ କାରଣ ପରମେଶ୍ୱରଙ୍କ ଲୋକମାନଙ୍କୁ ବଳିଦାନ ଏବଂ ପାପର କ୍ଷମାର ମାର୍ଗରେ ଚାଲିବା ନିମନ୍ତେ ନିର୍ଦ୍ଧାରିତ କରାଯାଇଅଛି, ଯାହାକୁ ପରମେଶ୍ୱର ସ୍ଥାପିତ କରିଅଛନ୍ତି। ପରମେଶ୍ୱର ସେମାନଙ୍କୁ ପଚାରିବେ, ତୁମ୍ଭେମାନେ କେବେ ବିଶ୍ରାମ ଦିନ କିମ୍ବା ନିସ୍ତାର ପର୍ବ ପାଳନ କରିଅଛ? ପରମେଶ୍ୱର ପ୍ରେମ ଅଟନ୍ତି। ସେ ମାନବ ଜାତିକୁ ପ୍ରଚୁର ପ୍ରେମ ପ୍ରଦାନ କରନ୍ତି ଏବଂ ତଥାପି ଲୋକମାନେ ଅନୁତାପ କରିବାକୁ ଅସ୍ୱୀକାର କରନ୍ତି। 입장이 되니까 하늘의 그 법정에 ଯେତେବେଳେ ସ୍ୱର୍ଗୀୟ ନ୍ୟାୟାଳୟରେ ସେମାନଙ୍କୁ ବିଚାର କରାଯିବ ସେତେବେଳେ ସେମାନଙ୍କ ସହ କ'ଣ କରିବା ଉଚିତ? ତେଣୁକରି ଆମ୍ଭମାନଙ୍କୁ ପିତା ପରମେଶ୍ୱର ଏବଂ ମାତା ପରମେଶ୍ୱରଙ୍କ ସମସ୍ତ ନିୟମ, ବ୍ୟବସ୍ଥା ଏବଂ ଶିକ୍ଷାଗୁଡ଼ିକୁ ପାଳନ କରିବା ଆବଶ୍ୟକ। 어머니 하나님 가르침에 순종하는 것 모든 ଏହା ମନେ ରଖୁଥାଇ ଯେ ଏହା ପାପ କ୍ଷମାର ମାର୍ଗରେ ଚାଲିବାର ପ୍ରକ୍ରିୟା ଅଟେ। 나아가고 있는 ଆସନ୍ତୁ ଆମେ ନିଜ ବିଷୟରେ ଚିନ୍ତା କରିବା। 다시 한번 우리 자신을 되돌아봅시다. 예. ଆମ୍ଭମାନଙ୍କୁ ସବୁ କିଛିକୁ ନୂତନ ଭାବରେ ରଖିବା ଆବଶ୍ୟକ। ଆମ୍ଭମାନଙ୍କୁ ପରମେଶ୍ୱରଙ୍କ ବାକ୍ୟକୁ ଖୋଦିତ କରିବା ଉଚିତ ଏବଂ ସ୍ତ୍ରୀର ଅବଶିଷ୍ଟ ସନ୍ତାନ ଭାବରେ ପରମେଶ୍ୱରଙ୍କ ଆଜ୍ଞାଗୁଡ଼ିକର ପାଳନ କରିବା ଉଚିତ ଏବଂ ତାହା ସମସ୍ତ ଲୋକଙ୍କୁ ଶିଖାଇବା ଉଚିତ। ପରମେଶ୍ୱର କୁହନ୍ତି, ତୁମ୍ଭେମାନେ ଯେ ସମସ୍ତ ଜାତିର ଲୋକଙ୍କୁ ପିତା, ପୁତ୍ର ଓ ପବିତ୍ର ଆତ୍ମାଙ୍କ ନାମରେ ବାପ୍ତିସ୍ମ ଦେଇ ମୁଁ ତୁମ୍ଭମାନଙ୍କୁ ଯେଉଁ ଯେଉଁ ଆଜ୍ଞା ଦେଇଅଛି ସେହି ସବୁ ପାଳନ କରିବାକୁ ଶିକ୍ଷା ଦେଇ ସେମାନଙ୍କୁ ଶିଷ୍ୟ କର। ଆମ୍ଭମାନଙ୍କୁ ଆମ୍ଭମାନଙ୍କର ଆଜ୍ଞା ନୁହେଁ କିନ୍ତୁ ପରମେଶ୍ୱରଙ୍କ ଆଜ୍ଞାକୁ ଶିକ୍ଷା ଦେବା ଉଚିତ। 하나님께서 ମୋତେ ଆଶା ଅଛି ଯେ ଆପଣ ତାହା ଶିଖାଇବେ ଯାହା ପରମେଶ୍ୱର ସମସ୍ତ ଜାତିକୁ ଆଜ୍ଞା ଦେଇଅଛନ୍ତି ଏବଂ ସମଗ୍ର ଜଗତକୁ ଏହି ମାର୍ଗରେ ନେତୃତ୍ୱ କରିବେ। 여러분들이 꼭 되시길 바라겠습니다. ମୋ ପାପର କ୍ଷମାର ଅଦ୍ଭୁତ ଅନୁଗ୍ରହ ନିମନ୍ତେ ଏଲୋହିମ୍ ପରମେଶ୍ୱରଙ୍କୁ ଅନନ୍ତ ଧନ୍ୟବାଦ, ପ୍ରଶଂସା ଏବଂ ଗୌରବ ଦେଉଅଛି। ମୁଁ ପିତା ଏବଂ ମାତାଙ୍କୁ ଧନ୍ୟବାଦ ଦେଉଅଛି। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ ଦିଅନ୍ତୁ।